ମାମାଲି ଗୋଟେ ଜଣ ସାଙ୍ଗରେ କଥା ହଉଥିଲା ମୁଁ ତାକୁ କାଲି ରାତିରେ ଧରିଲି ମୁଁ ଏ କାମକୁ ଆସିଥିଲି ଆଇଥିଲା ଯାଇକି ଏଇ ପଳେଇ ଯାଇଛି ମୋବାଇଲ ସୁଇଚ୍ ଅଫ୍ କରିଦେଇଛି। ସେ ଟୁକା ସାଙ୍ଗରେ ପଳେଇଛି ମାମାଲି ତା ସାଙ୍ଗରେ ଯାଇଥିବ କହିଲା ମୁଁ କୁରୁଡାରେ ରହୁଛୁ। ହଁ ସେ କୁରୁଡାରେ ରହୁଛୁ। ସିଏ ମୋ ଜାଣିବାରେ ସେଟା ବାଲେଶ୍ୱର ପିଲା କିଏ ଗୋଟେ ସିଏ ଘରକୁ ତମ ଘରକୁ ଆସିଛି 3-4 ଥର ହେଲା। ତମର ଦେଖି ଯାଇକି ତାକୁ ବାହାଘର କରିଦିଅ। ଆଉ ମାମାଲି ଦେଖିବ ଭବିଷ୍ୟତରେ ଆଜି ମୁଁ କାନ୍ଦୁଛୁ ନା ବହୁତ କାନ୍ଦିବ ସିଏ ହେଲା। ଦିନ ରାତି 24 ଘଣ୍ଟା ମୁଁ ତାରି ପାଇଁ ମୁଁ ଅପେକ୍ଷା କରିଥିନି ବହୁତ ଅପେକ୍ଷା କରିଥିଲି। ଖୋଜାଖୋଜି ଇଏ କରିବାନି ଯାଉ ତାର ଯାଉ ସେ ବୁଢୀ ସେ ଟୁକା ସାଙ୍ଗରେ ବି କଥା ହେଇଛି ବୁଝିଲ। ଆଉ ସେ ବୁଢୀ ହିଁ ସାରିଦେଲା ତାକୁ। ହ୍ୟାଲୋ ହଁ କୁହ ବାବା। ଠିକ ଅଛି ମୁଁ ଏଇ ଅଛି ମାହାତ ପାର୍ଲ ଏକଲା ଆଉ କିଏ ନା ଏଇଠି ପପୁନୁ ଏକା ସବୁ ତା ପପୁନର ଜନ୍ମଦିନ ତ ଆଜି ନା ହଁ ସେ କେକ୍ ଫେକ୍ ଟିକେ ଆଣିକି ପପୁନୁ ଜାଣେନି ତାକୁ ସେ ମନ୍ଦିର ଯାଇଛି ପୁଚୁ ସାହିର ସେ ଆସିନି ଏଇଠି ଛକ ଉପରେ ସବୁ କେକ୍ ଫେକ୍ କଟା ହବ। ତାପରେ ମୋ ପାଖକୁ ଆସିପାରିବ ନା ଶିଆଳପଦା ମୁଁ ପଳେଇମି ବାପା ଏବେ କଲିକତା ଯିମି ସୁଭାଶିଷ ଭାଇକି ନେଇକି ଭଡ଼ା ଅଛି। ଏଇ ଖାଲି କେକ୍ ଟା କାଟି ଦେଇକି ପଳେଇ ଯିମି। ଫାଙ୍କାରେ ଅଛ ନା କେଆଡ଼େ ଅଛ? ମୁଁ ପଳେଇ ଆସିଛି ତାଙ୍କ ପାଖରୁ ଏବେ ଫାଙ୍କାରେ ଅଛି। ସିଏ ମାମାଲି ଗୋଟେ ଜଣ ସାଙ୍ଗରେ କଥା ହଉଥିଲା ମୁଁ ତାକୁ କାଲି ରାତିରେ ଧରିଲି। ହଉ ରାତିରେ ଧରିକି ତାକୁ ଯାତ୍ରା ଭାଷା କରିକି ଗାଳି ଦେଲି ତାକୁ ଏଠୁକା ବି ଇଏ କଲି ଯାଇକି କଲା ମୁଁ ତାକୁ ଲାଇକ୍ ମୁଁ ତ ତାକୁ ଇଏ କରି ବାଜା ଖରାପ ମୁଁ ଏ କାମକୁ ଆସିଥିଲି ଆଇଥିଲା ଯାଇକି ଏଇ ପଳେଇ ଯାଇଛି ମୋବାଇଲ ସୁଇଚ୍ ଅଫ୍ କରିଦେଇଛି। ତା ସାଙ୍ଗରେ ପଳେଇଛି ସେ ଟୁକା ସାଙ୍ଗରେ ପଳେଇଛି ମାମାଲି ତା ସାଙ୍ଗରେ ଯାଇଥିବ ମୋବାଇଲ ସୁଇଚ୍ ଅଫ୍ କରିଦେଇଛି। ହଉ ସିଏ ମାମାଲି କିଛି ବୁଝି ପାରିଲାନି ନା ମାନେ ଗୋଟେ ଛୁଆ ଅଛି ଛୁଆଟା ଜୀବନ ନଷ୍ଟ ହଉଛୁ ଛୁଆଟା ମାନେ 3.5 ବର୍ଷ 4 ବର୍ଷ ଚାଲିଲାଣି କାଲି ପରି ଛୁଆଟା ପାଠ ପଢିଥାନ୍ତା ଏଗୁଡ଼ା ତାର ଚିନ୍ତା ପଡ଼ିଲାନି। ସେ ଲଭ୍ରେ ପଡ଼ିଗଲା ମାନେ ସେ ଯୋଉ ଲାଇନ୍ କି ବାଛୁଛୁ ସିଏ କ'ଣ କହିଲେ ଗୋଟେ ଆଟ୍ରାକ୍ସନ୍ ଗୋଟେ ମାନେ ଆଟ୍ରାକ୍ସନ୍ ତ ଏକ ଦୁଇର ଏଗୁଡ଼ା ସବୁ ତାର ପାଗଳାମି ସେ ଯେତେବେଳେ ବୁଝିପାରିବ ନା ସେତେବେଳେ କହିନି ପରେ ଆଉ କିଛି ନଥିବ। କାହିଁକିନା ବାପା ମୁଁ ଫୋନ୍ ମାରିବାର ମାନେ ମୁଁ ମାମାଲି ସହିତ କଥା ହେବାର ମାନେ ମୁଁ ତମକୁ କହିଲି ଯେ ମାମାଲି ସହିତ କଥା ହେବି ଆକ୍ଚୁଆଲି ତା ସହିତ ଲାଷ୍ଟ ଟାଇମ୍ କଥା ହେବାର ମାନେ ଯେ ସିଏ କ'ଣ କହୁଛୁ କ'ଣ ନାହିଁ ମୁଁ ତା କଥାଟା ଶୁଣିକି ମୁଁ ମୋ ରାସ୍ତା ବାଛିଥାନ୍ତି। କାହିଁକିନା ମୁଁ ଇଆଡ଼େ ସିଆଡ଼େ କାମ ଦାମକୁ ପଳେଇଉଛୁ ଛୁଆଟାକୁ ପଢ଼େଇବା ପାଇଁ ମାଆ ପଢ଼ି ପାରିବନି କି ବାପା ବି ପଢ଼େଇ ପାରିବେନି। ଛୁଆଟା ଜୀବନ ନଷ୍ଟ ହେଉଛି ମୋତେ ଆଉ ଗୋଟେ ବାହା ହେଇତେ ପଡ଼ିବ ମୋତେ ନିହାତି। ତ ମୁଁ ଯଦି ମୋବାଇଲ ଲକ୍ କରିଦେବା ନା ମୋବାଇଲ ଲକ୍ କରିଦେନେ ଆଜିକାଲି ମୋବାଇଲ ଫିଟି ହେଉଛୁ ଲକ୍ କରିଦେନା ହଁ ଲକ୍ କରିଦେନେ 600-700 ଟଙ୍କାର ଫିଟି ହେଉଛୁ ହେଲା। କେଇଟିଆ ଟୁକା ସାଙ୍ଗରେ ଗଲା ସେଇଟା କେରିଆ ଟୁକା ସିଏ କୁରୁଡାରେ ରହୁଛୁ କହିଲା ମୁଁ କୁରୁଡାରେ ରହୁଛୁ। ହଁ ସେ କୁରୁଡାରେ ରହୁଛୁ। ସିଏ ମୋ ଜାଣିବାରେ ସେଟା ବାଲେଶ୍ୱର ପିଲା କିଏ ଗୋଟେ ସିଏ ଘରକୁ ତମ ଘରକୁ ଆସିଛି 3-4 ଥର ହେଲା। ତମ ଘରକୁ ଆସିକି ଥରେ ପପୁନ ହାବୁଡରେ ପଡିଯାଇଥିଲା ସେଠି ଭୁଲ ଭାଲ ମାଗିଲା ବୁଝିଲ। ପପୁନ ତା ଗୋଡ ତଳେ ପଡିଗଲା ଇଏ ମାମାଲି ସେଇ ନମ୍ବରଟା ନିଅ ନା ମୁଁ ଦଉଛୁ ନା ମୁଁ ନେଇକି ବାବା କିଛି କରିମି ଯେଠି ମାମାଲି ଯେଠି ମୋର ନିଏ ମୁଁ ସେଠି ସେ ଟୁକାକୁ ବି କିଛି କହିପାରିବିନି କି କିଛି କରିପାରିନି। ତମେ ଯଦି ବି ଯାଇଛି ତା ସହିତ ତମେ ଗୋଟେ କାମ କର ତମର ଦେଖି ଯାଇକି ତାକୁ ବାହାଘର କରିଦିଅ। ଆଉ ମାମାଲି ଦେଖିବ ଭବିଷ୍ୟତରେ ଆଜି ମୁଁ କାନ୍ଦୁଛୁ ନା ବହୁତ କାନ୍ଦିବ ସିଏ ହେଲା। ଆଉ ମୋ ଭଳିଆ ପିଲା ତା ଜୀବନ ପାଇବନି ଯେତିକି ଭଲ ପାଇବା ମୁଁ ଦେଇଥିଲି ନା କହିନି ପରା ଏଟା ଜଷ୍ଟ ଆଟ୍ରାକ୍ସନ୍ ଏଟା ଭଲ ପାଇବା ନୁହେଁ କି ଇଏ ନୁହେଁ ଏଟା ଆଟ୍ରାକ୍ସନ୍। କିଛି ଦିନ ଭଲ ପାଇବା ମରିଗଲା ପରେ ତାପରେ ଦେଖିବ ମାମାଲି କେମିତି କାନ୍ଦିବ। ମୁଁ ଚାହିଁଥିଲେ ତ ବହୁତ କିଛି କରିପାରିଥାନ୍ତି। ମୁଁ ଚାହିଁଥିଲେ ମୁଁ ବହୁତ କିଛି କରିପାରିଥାନ୍ତି କାହିଁକି କଲିନି ଛୁଆ ମୁହଁକୁ ଚାହିଁକି
ଆଉ ତମ ସହିତ ମୋର ସମ୍ପର୍କ ଭଲ ରହିଛି, ତମ ସହିତ ମୁଁ ମିଶୁଛି, ସବୁ କରୁଛି, ସେଇଥିପାଇଁ ମୁଁ କିଛି ବାପା କଲିନି। ଆଉ ନହେଲେ ମୋତେ କେତେ ସମୟ ଲାଗିଥାନ୍ତା ତମ ଘର ଭିତରୁ ମାମାଲିକୁ ଉଠେଇବା ପାଇଁ। ଆଉ ମୁଁ ଦେଖିଲି ଯେ ଯଦି ମୁଁ ମାମାଲିକି ଜବରଦସ୍ତି ନେଇଯାଉଛୁ, ମାମାଲି ରହିବ ନାହିଁ ମୋ ପାଖରେ। ଜବରଦସ୍ତି ନେଲେ ବି ରହିବନି, ଆଉ ରହିବନି ଯେଠି ସେଠି ଜବରଦସ୍ତି କରିକି ଲାଭ କିସ ମୋତେ କୁହ। ହଁ ଯାଇଛି ଯାଅ, ତାକୁ କିଛି କରିବ ତମେ। ତମ ଯେହେତୁ ଝିଅଟା ତମର ଯାଇଛି, ତାକୁ ଧରି ଧରାଇକି କେୟାର କିସ, ସେ କାନା ଫାନାକୁ ଧରିକି ତାକୁ କେୟାର ବାହାଘର କରିଦେବ। କିଛି କଥା ଥାନା ଫାନାକୁ ଡାକି ବାହାଘର ଫାଘର ତାର ସାରିଦିଅ। ସାରି ଦେଇ ସାରିଲା ପରେ ମୁଁ ବି ଦେଖିକି ମୋର କେଉଁଠି ଗୋଟେ ବାପା ମାଆକୁ କହିକି, ଆଉ ସିଏ କହୁଥିଲେ ଘର ମୋତେ କେତେ ଦିନରୁ କହିଲେନି, ଦେଖେ ମାମାଲି ସହିତ ଡାଇରେକ୍ଟ କଥା ହବ। ମୁଁ ନା ମା ମାମାଲି ମୁଡ଼ରେ ନାହିଁ, ସିଏ ଆଉ କାହା ସହିତ କଥା ହେଉଛି। ତ ସିଏ ଛୁଆ ପ୍ରତି ବି ମାୟା ନାହିଁ କି ମୋ ପ୍ରତି ନାହିଁ। ତ ମା ବାପା କହିଲେ ହଉ ଠିକ୍ ଅଛି, ତୋର ମାମାଲି ସାଙ୍ଗରେ କଥା ହ, କଥା ହେଇକି ଯଦି ମାମାଲିକି ଆଣିବାର ଅଛି ଆଣ, ନ ନାହିଁ ଆମେ ଆଉ କେଠି ତୋର ଦେଖିବା ବାହାଘର ପାଇଁ, ବୁଝିଲ। ତ ମୁଁ ତାଙ୍କୁ ମନା କରିକି ଏପର୍ଯ୍ୟନ୍ତ ମନା କରିକା ଚାଲିଥିନି ଯେ ନା ମୁଁ ଏବେ ବାହାମିନି ଏଇଭଳିଆ କହିକି ଚାଲିଥିନି ଯେ ମୁଁ ମାମାଲିକି ଚାହୁଁଛୁ। ଏବେ ତମେ ଜାଣିପାରୁଥିବ ଦିନ ରାତି 24 ଘଣ୍ଟା ମୁଁ ତାରି ପାଇଁ ମୁଁ ଅପେକ୍ଷା କରିଥିନି, ବହୁତ ଅପେକ୍ଷା କରିଥିଲି। ଖୋଜାଖୋଜି ଇଏ କରିବାନି, ଯାଉ ତାର ଯାଉ ଆଉ ବଡ ଦମନ ହେନି କିଏ ଯିବ ପୁଣି ଥାନାକୁ ଯା, ଏଠିକି ଯା, ସେଠିକି ଯା, ତାର ମରୁ ବଞ୍ଚୁ ଯାହା କରୁଛୁ କରୁ। ଏଇ ଯୋଉ ଆଉ କିଛି କରିବ ଖୋଜେନେ ଧରା ପଡିବ ଇଏ କର ନାହିଁ, ଆଉ ଖୋଜାଖୋଜି କରିବାର ନାହିଁ। ସେ ଟିକେ କି ବୁଝି ପାରିଲାନି ନା ଯେ ମୋର ଛୁଆଟେ ଅଛି। ସଞ୍ଜୁ କିସଟା କୁହେ ତୁ ଭୁଲ କଲୁ, ଏଟୁକା ସେଟୁକା, ନହେଲେ ଯେହେତୁ ମୁଁ ଦେଖିଲି ତୁ ପଳେଇ ପଳା ଗଲୁ ଟୁକାମାନଙ୍କ ସାଙ୍ଗରେ, 2 ପାହାର ମାତ୍ର ମୁଁ ପିଟିଛି ଜୀବନ ମାନେ 8 ବର୍ଷ କାଳ ଭିତରେ ମୁଁ 2 ପାହାର ପିଟିନି। ତୁ ସେ 2 ପାହାରର ତୁ ଏତେ ବଡ଼ ନିଷ୍ପତ୍ତି ନେଇଗଲୁ ନା। ଲୋକ ପୁରା ମାନେ ମାଡ଼ ଖାଇ ଛାଟ ଖାଇ ପଡ଼ିଆ ବୁଡ଼ି ରହିଛନ୍ତି, ମୁଁ ତୋର କେଉଁଟାରେ ଅଭାବ ରଖିଥିଲି। ହଁ ନହେଲେ ତୁ କହୁଛୁ ଏଟା ସେଟା, ଆରେ ଯାହା ବି ହେଲେ ତୁ ପୁରା ନିଜେ ଅର୍ଡ଼ର କରିଦେଉ, ଏ ଡ୍ରେସ୍ ସେ ଡ୍ରେସ୍ ଅର୍ଡ଼ର କରିଦେଇକି ତ ନେଇ ଆସୁ। ମୁଁ ତୋତେ ଯେଇଠି ଥାଏ ଗେଲୁ ଡ୍ରେସ୍ ଆସିଛି ଆଉ କୋରିଅରରେ, ହଉ ଠିକ୍ ଅଛି ନେ, ମୁଁ ପଇସା ପଠେଇଦିଏ ଫୋନ୍ ପେରେ। ଏତିକି ସେ ବୁଝିପାରିଲାନି ଯେ ମୋତେ ଫ୍ରିଡ଼ମ୍ ଦେଇଛି ସଞ୍ଜୁ। ଏଟା ମୁଁ ଯାହା କହିଛି, ମୋବାଇଲ ଆଣିବା କଥା କହିଛି ମୋବାଇଲ ମୋତେ ଆଣିଦେଇଛି, କି ଡ୍ରେସ୍ ପତ୍ର ଯାହା ଯେତେବେଳେ କୁହେ ଆଣିଦିଏ, ବୁଝିଲ। ମୋବାଇଲଟା ଲକ୍ କରିଦେଲେ ଫିଟି ଯାଉଛି ମୋବାଇଲ। ହଁ ମୋବାଇଲ 900,000 ଖର୍ଚ୍ଚ କଲେ ଫିଟିଯିବ। ହଁ ନା ଯାଇ ଯଦି ଖୁସିରେ ରହୁଛୁ ରହୁ, କେତେ ଦିନ ସେ ଖୁସିରେ ରହିବ। କାହିଁକିନା କୁରୁଣିଆରୁ ମୋ ଘରଟା ବେଶୀ ଦୂର ନୁହେଁ, କି ସେ ଟୁକା ବି ଯଦି ଇଆଡ଼ିକା ଟୁକା ହେଇଥିବ ତା ଘର ବି ବେଶୀ ଦୂର ନୁହେଁ। ଆମେ ତ ଦିନେ ଦିନେ ଦେଖିବା, ଆଜି ସୋସିଆଲ ମିଡ଼ିଆ ଦେଖିନେ କାଲିକି ଦେଖିବା। ତ ସିଏ ଯଦି ଖୁସିରେ ରହୁଛୁ, କେତେ ଦିନ ଖୁସିରେ ରହୁଛୁ, କ'ଣ କରୁଛୁ। କାହିଁକିନା ମାମାଲି ଜାତକ ମୁଁ ମାଗି ମୋତେ କେହି ମାମାଲି ଜାତକ ଦେଇନଥିଲ। କାହିଁକି ନା ମାମାଲି ଥରେ ମୋତେ କହିଥିଲା ମୋ ମା ମୁଁ ଆମେ ଜାତକ ନେଇକି ଯାଇଥିଲେ, ମୋ ଭାଗ୍ୟରେ ଲେଖା ହେଇଛି 2ଟା ବାହା ହେବି। ତାପରେ ମୁଁ କହିନି ହଁ ନା ମୁଁ ମଜା କରୁଛୁ। ଆଉ ତାର ଯଦି ତା ଭାଗ୍ୟରେ ଥିବ 2ଟା ବାହା ହେବାର, ତାର 2ଟା ବାହା ହେଲା, ଅସୁବିଧା ନାହିଁ। କିନ୍ତୁ ଏଇ ଯୋଉ ନିନ୍ଦାଟା କରିଦେଲା, ଲୋକ କିସ କହିବେ, ଲୋକ ଏବେ ତାକୁ ଦୋଷଟା ଦେବେ ନା ଯେ ସେ ଏଇ କାରଣରୁ ପଳେଇଥିଲା। ହଁ ମୁଁ କଲିକତା ଯିବି, ବାହାରିବି 3ଟା ଟାଇମରେ। ଯିଏ ନ ଯିବ ଫୋନ ମାରିବ। ହଉ କାମ ସାର ମୁଁ ଫୋନ ମାରିବି, ଏଇ କାମ କରୁଛୁ ନା। ମୁଁ ସେତେ ଦିନରୁ ବାପା ଯଦି ଟିକେ ମୋତେ ସପୋର୍ଟ କରିଥାନ୍ତା ତମ ଘରକୁ ଯିବା ପାଇଁ, ମାମାଲି ଆଜି ଯାଇପାରିନଥାନ୍ତା। ତମେ ଯଦି ଥରେ ମୋତେ ସପୋର୍ଟ କରିଥାନ୍ତ, ମୁଁ ରାତିରେ ଯାଇଥାନ୍ତି, ମୋ ମାମାଲି ବୁଝେଇ ଜେର କହିଲେ ଧିନି ଆସିକି ମୋ ଘରକୁ ପଳେଇ ଆସିଥାନ୍ତି। ସିଏ ଥରେ ଛୁଆ ପାଖରେ ପହଞ୍ଚିଥିଲେ, ତା ମୁଡ଼ଟା ମୁଁ କେମିତି କ'ଣ ମାନେ 7-8 ଦିନ ତାକୁ ମୋବାଇଲ ଟୋଟାଲ ଦିଆହେଇନଥାନ୍ତା, ପୁରା କନଷ୍ଟାଣ୍ଟ ତାକୁ ଜଗିକି ରହିଥାନ୍ତି। ଏଇ ଟାଇପ୍ର କରିକି ତାକୁ ବୁଝାବୁଝି କରିଥିଲେ, ତାକୁ ବୁଝିବା ପାଇଁ ମେନ୍ କଥା କେହି ରହିଲେନି। ଆଉ ସେ ବୁଢ଼ୀ ସେ ଟୁକା ସାଙ୍ଗରେ ବି କଥା ହେଇଛି, ବୁଝିଲ। ଆଉ ସେ ବୁଢ଼ୀ ହିଁ ସାରିଦେଲା ତାକୁ। କାହିଁକିନା ବୁଢ଼ୀ ଥିଲା, କାଲି ରାତିରେ ଘର ଥିଲା ଦେଇକି ସକାଳୁ ତାକୁ ଡାକିଲା, କଲା ଚାଲେ ଯିବା, ଭାତ ନେଇକି ତାଙ୍କ ଘର ଗୁଡା ଭଙ୍ଗା ହେଇଛି। କାଲି କେତେବେଳେ? ଆଜି ସକାଳୁ। ନା କାଲି ରାତିରେ କୋଉଠି ଥିଲ? ମୁଁ ଘର ପାଖରେ। କାଲି ରାତିରେ ମୁଁ ଯାଇଥିଲି ଇମାମି ହେଲା। ତମ ଘର ତ କବାଟ ଫବାଟ ମରା ହେଇଥିଲା ସବୁ। କେତେବେଳେ? ଆମେ ସେ କ୍ୟାମେରା ଛୁଆ 2 ଜଣ, ମୁଁ
ଆମ ପୁଚୁ ଏଇ ଯୋଉ ଚିକୁ ପୁଚୁ ତା ଭଉଣୀ ଏସିଡ୍ ବାହାରିଥିଲା ନା ଆମ ଚିକୁ ତା ଭଉଣୀର ଆମେ ତାକୁ ବି ନେଇକି ହସ୍ପିଟାଲ ଯାଇଥିଲେ ଦେଇ ସେଇପଟେ ମୁଁ ଇମାମି ହେଇକି ଆମେ ରିଟର୍ନ ଗଲେ ସେଇ ଟାଇମ ବୋଧେ 9ଟା 10ଟା ହବ ବୋଧେ ଆସିକି ମୁଁ ତ ରାତି 12ଟା ପର୍ଯ୍ୟନ୍ତ ବସିଥିଲି କାଇଁ ମୁଁ ଦେଖି ନାହିଁ ରେ ତମକୁ ତାହେଲେ ମୋ ଗାଡିଟା ଭିତରୁ ଠିଆ କରିଦେବି ମୁଁ ବସିଥିଲି ମୁଁ ଏଇ କବାଟ ମାରିଦେଇକି ବସିଥିଲି ଚୁଲି କର ନା ବାବା ମୁଁ କହିବା କଥା ଯେ ଯଦି ମାମାଲି ପଳେଇଛି ଠିକ ଅଛି ବୁଝିଲ ନା ପଳେଇଛି ଯଦି ଠିକ ଅଛି ଯାଉ ମୋର କିଛି କହିବାର ନାହିଁ ଆଉ କାହିଁକି ନା ଏମିତିରେ ବି ସେ ମୋ ପାଖରେ ରହିନାହିଁ ମୋତେ ବି କହିଛି ଯେ ମୋର ଦେଖ ତମ ପ୍ରତି କୌଣସି ଫିଲିଙ୍ଗସ୍ ନାହିଁ କି ଭଲ ପାଇବା ନାହିଁ ଯୋଉଠି ଭଲ ପାଇବା ଅଛି ମୁଁ ସେ ମୋ ରାସ୍ତାରେ ମୋତେ ଛାଡ଼ିଦିଅ ମୋତେ ତାର ଏଇଟା କହିଲା ଡାଇରେକ୍ଟ ମୁହଁ ଖୋଲିକି କହିଥିଲା ବୁଝିଲ ପାରିଲ ନା ଆଉ ଯଦି ଯାଇଛି ଯେହେତୁ ତମ ଝିଅ କର୍ତ୍ତବ୍ୟ ହିସାବରେ ମୁଁ ଏଟା ମୋ ମନରୁ ଖୋଲିକି ମୁଁ କହୁଛି ସେ ଯେମିତି ଭଲରେ ରହିବ ସେ ବ୍ୟବସ୍ଥା କର କାହିଁକିନା ମୋ ସହିତ କୋର୍ଟ ମ୍ୟାରେଜ ହେଇନି କି ଏମିତି ଏ ଘରୋଇ ମ୍ୟାରେଜର କୌଣସି କିଛି ଇଫେକ୍ଟ ପଡ଼ିବ ନାହିଁ ବୁଝିପାରୁଛ ନା ତ ତମେ ତାକୁ ନେଇକି ସେ ଟୁକାକୁ ଧରିକି କାହିଁକିନା କାହ୍ନା ଆଗା ସେତେବେଳେ ମୁଣ୍ଡ ଖେଳୁଥିଲେ କାହ୍ନା ଆଗା ଏବେ ମୁଣ୍ଡ ଖେଳୁନ୍ତି ମୁଁ କହିନି ପରା କାହ୍ନା ଯଦି ନ ପଶିଥାନ୍ତା ମାମାଲି ଆଜି ମୋ ଘର ପାଖରେ ଥାନ୍ତା ହେଲା ଆଉ ମାମାଲିର ବାହାଘର କେମିତି କ'ଣ ହବ ତାକୁ କରେଇ ଦିଅ ମାନେ ଲିଗାଲ ଉପରେ ଆଉ ଯଦି ଲିଗାଲ ଉପରେ ନ ହଉଛୁ ସେ ଟୁକା ନେଇଯିବ ମାସେ 2 ମାସ 6 ମାସ ବର୍ଷେ ଯିବ ତାପରେ ଛାଡ଼ିଦବ ତାପରେ ମାମାଲି ତ ନିହାତି ତାକୁ ଅଳି ଅଝଟ କରିବ ଗୋଟେ ଦିଟାରେ ଏବେ ଯେହେତୁ ଭଲ ପାଉଛି ଆଜି ଉଠେଇବ ସେ ଉଠେଇବ ଆଜି ଉଠେନି କାଲିକି ଉଠେଇବ ସେ ଜିନିଷ ହଉଛି କ'ଣ ଯଦି ଅଳି ଅଝଟ ଗୋଟେ ପୂରଣ ଧର ମାମାଲିର କ'ଣ ଜିନିଷ ଦରକାର ହବ ଦରକାର ହେଲେ ସେ କହିବ କ'ଣ ସେ କହି ତାକୁ ମାଗୁଥିଲୁ ନା ହଁ ସେଠି ମୁଁ ସବୁ ମତେ ସେ ଆଣିକି ଦଉଥିଲା କି ଇଏ କରୁଥିଲା ସେଇଠୁ ତାଙ୍କର ମାନେ ଦ୍ୱନ୍ଦ୍ୱ ସୃଷ୍ଟି ହବ ବୁଝିପାରୁଛ ନା କୋଳି ଝଗଡ଼ା ହବ ତାପରେ ଛାଡ଼ିଦବ ସେ ଅବଢା ଟୁକାର କ'ଣ ଅଛି ମତେ କୁହ ନା ଛାଡ଼ିଦବ ଇଏ ଆଜି ମାମାଲିକି ନେଇଗଲା ଆଉ ଗୋଟେ ଦେଖିତେ ଗଲେ ଗୋଟେ ଅବଢା ଟୁକା ଇଏ ମାମାଲି କ'ଣ ଅବଢା ଝିଅ ନା ତ ଜିନିଷ ହଉଛି ଫିଜିକାଲି ଉପରକୁ ଦେଖିତେ ଗଲେ ସିଏ କାଲି ପୁରୀକି ଛାଡ଼ିଦେଲେ ତା ଜୀବନଟା ପୁଣି ନଷ୍ଟ ହେଇଯିବ ଯେମିତି ଭଲ ହବ ସେଇ ହିସାବରେ କର ଆଉ କାହିଁକି ନା ଯଦି ବି ମତେ ବି କୁହ ମୁଁ ବି ଯିବି ସାଥିରେ ମୁଁ ବି ଯିବି ବାହାଘର କେମିତି କ'ଣ ହବ କରେଇ ଦେଇକି ମୁଁ ପଳେଇ ଆସିମି ପଛେ କଷ୍ଟ ହଉ କି ଯାହା ହଉ ମୁଁ ସହିଯିବି ହେଲା ଧରିବ ଆଉ ଧରିକି କ'ଣଟା କରିବ ଧରିକି ତମେ ସେଇ ଧରିବ ଯଦି ସେ ଟୁକାର ନମ୍ବର ହିସାବରେ କାହାକୁ ଟ୍ରାକ୍ ଫ୍ରାକ୍ କରିକି ଧରିକି ତା ବାହାଘର କେମିତି କ'ଣ କରିବ କିଛି କରିବ ଦେଖ ଆଉ ମୁଁ ସହିପାରୁନି ବାବା ରଖିଦିଅ ହେଲା ହଉ ତମ କାମ ସାର ଫୋନ ମାରିବ ହଉ